ସକାଳୁ ସକାଳୁ ଯେମିତିକା ବର୍ଷା ପାଗ ଦେଇଛି ତା ସାଙ୍ଗକୁ ପୁଣି ବୁଧବାରଟା ଅଛି। ଲାଡୁଲ ବାବା ଯାଇକି ନେଇ ଆସିଥିଲେ ମାର୍କେଟରୁ ମାଛ। ସିଏ ପୁଣି ଏମିତି ସେମିତି ମାଛ ନୁହେଁ, ଚୁନା ମାଛ, ଯୋଉଟାକି ମୋର ଫେବରାଇଟ୍। ମାଛକୁ ଦେଖିକି ଜାଣିପାରୁଥିବେ କେତେ ମାଛଟା ପୁରା ଫ୍ରେଶ୍ ଅଛି। ଆଉ ମୁଁ ତ ସଙ୍ଗେ ସଙ୍ଗେ ବସି ପଇଲି ମାଛକୁ ସଫା କରିବା ପାଇଁ। ଏପଟେ ମାଛ ସଫା କରି ରଖିଦେଲି। ତାପରେ ଦେଖନ୍ତୁ ମସଲାରେ ମୁଁ ନେଇଛି ଅଦା, ରସୁଣ, ପିଆଜ, କଞ୍ଚା ଲଙ୍କା ଦିଟା, ଗୋଟେ ଶୁଖିଲା ଲଙ୍କା ଆଉ ଜିରା, ସୋରିଷ। ଏହାକୁ ମୁଁ ମସଲା ପ୍ରସ୍ତୁତ କରିଦେଇକି ରଖିଦେଲି। ତାପରେ ବାଡ଼ିପଟରୁ ଯାଇକି କହଳିଆ ବୋଇତାଳୁ ପତ୍ର ନେଇ ଆସିଲି। ଆଉ ପତ୍ରକୁ ଦେଖି ଜାଣିପାରୁଥିବେ ଆଜି କ'ଣ ଆଇଟମ୍ ବନଉଛି। ଠିକ୍ ଗେସ୍ କରିଛନ୍ତି, ମାଛରେ ଆଜି ପତ୍ର ପୋଡ଼ା ବନେଇବି। ସେଥିପାଇଁ ଦେଖନ୍ତୁ ଯେତିକି ଆବଶ୍ୟକୀୟ ମାଛ ନେଇ ଆସିଲି ଗୋଟେ ତାଟିଆରେ। ସେଥିରେ ଦେଇଦେଲି ସ୍ୱାଦ ଅନୁସାରେ ଲୁଣ, ହଳଦୀ ଆଉ ପ୍ରସ୍ତୁତ କରି ରଖିଥିବା ମସଲା। ତା ସହିତ ଏଠି ଟମାଟୋକୁ ଟିକେ ବାଟିକି ରଖିଥିଲି, ତାର ବଟା ଦେଇଦେଲି। ଆଉ କଞ୍ଚା ସୋରିଷ ତେଲ ଦେଇଦେଲି। ସବୁକୁ ଭଲ ଭାବରେ ଗୋଳେଇଦେଲି। ଏପଟେ ଦେଖନ୍ତୁ ପତ୍ର ନେଇ ଆସିଲି, ସେଥିରେ ଯେତିକି ମାଛ ଦେବା କଥା ଦେଇକି ଆଉ ଅଳ୍ପ କିଛି ସୋରିଷ ତେଲ ଟିକେ ପକେଇଦେଲି। ତାପରେ ତାକୁ ଗୋଳେଇ ଦେଲି, ଭଲ ଭାବରେ ବାନ୍ଧିଦେଲି। ତାପରେ ଏପଟେ ଦେଖନ୍ତୁ କଡ଼େଇରେ ନେବା ସୋରିଷ ତେଲ, ତାପରେ ଯୋଉ ମାଛଟା ପତ୍ର ଦେହରେ ବାନ୍ଧିକି ରଖିଥିଲି ସେଗୁଡ଼ାକ ସବୁ ପକେଇବା। ପକେଇକି ତାକୁ ଏମିତି କିଛି ସମୟ ଘୋଡ଼େଇ ଦେବା, ଯେମିତି ମାଛଟା ଆମର ଭିତରୁ ଭଲ ଭାବରେ ସିଝିଯିବ। ତାପରେ ତାକୁ ଏମିତି ସ୍ଲୋ ଫ୍ଲେମ୍ରେ ତାକୁ ଏମିତି ଭାଜିବା। ଦେଖନ୍ତୁ ପୁରା କେତେ ବଢ଼ିଆ ଭାବରେ ଚାପିକି ଭାଜିଦେଲି। ଦେଖନ୍ତୁ ରେଡ଼ି ହେଇଗଲା ଆମର ମାଛ ପତ୍ର ପୋଡ଼ା। ଆଉ ସବୁକୁ ହେଇସାରିଲା ପରେ ଗୋଟେ ପ୍ଲେଟ୍କୁ ବାହାର କରିଦେଲି। ଦେଖନ୍ତୁ କେତେ ବଢ଼ିଆ ଦେଖାଯାଉଛି, ଆଉ ବାସ୍ନା ବି ବହୁତ ବଢ଼ିଆ ଆସିଥିଲା। ବର୍ଷା ପାଗକୁ ଖାଇବାଟା ଆଜି ପୁରା ଜମିଲା। ଆପଣମାନଙ୍କ ଭିଡ଼ିଓ କେମିତି ଲାଗିଲା ନିହାତି କମେଣ୍ଟରେ କହିବେ। ଜୟ ଜଗନ୍ନାଥ।